ଜୟ ରାଧେ ରାଧେ। ବନ୍ଧୁଗଣ, ଶ୍ରୀମଦ୍ ଭାଗବତ ଗୀତା ଏକମାତ୍ର ଏମିତି ଗ୍ରନ୍ଥ ଅଟେ ଯାହା ମନୁଷ୍ୟକୁ ବଞ୍ଚିବାର ସଠିକ୍ ମାର୍ଗ ବତାଇଥାଏ। ଭାଗବତ ଗୀତା ଜୀବନରେ ଧର୍ମ, କର୍ମ, ପ୍ରେମର ପାଠ ଶିଖାଇଥାଏ। ଶ୍ରୀମଦ୍ ଭାଗବତ ଗୀତାର ଜ୍ଞାନ ମନୁଷ୍ୟ ବଞ୍ଚିବା ସମୟରେ ଓ ମୃତ୍ୟୁ ପରେ ଦୁଇଟି ପାଇଁ ଉପଯୋଗୀ ଅଟେ। ଗୀତା ସମ୍ପୂର୍ଣ୍ଣ ଜୀବନର ଦର୍ଶନ ଅଟେ ଓ ଏହାକୁ ଅନୁସରଣ କରୁଥିବା ବ୍ୟକ୍ତି ସର୍ବଶ୍ରେଷ୍ଠ ଅଟନ୍ତି। ଭଗବତ ଗୀତାରେ 18 ଅଧ୍ୟାୟ ଓ 700 ଶ୍ଲୋକ ଅଟେ, ଯାହା ସମସ୍ତଙ୍କ ପାଇଁ ପଢ଼ିବା ସମ୍ଭବ ନୁହେଁ। ସେଥିପାଇଁ ଆଜି ଏହି ସୁନ୍ଦର ଭିଡ଼ିଓ ମାଧ୍ୟମରେ ଆମେ ଶ୍ରୀମଦ୍ ଭାଗବତ ଗୀତାର କିଛି ବିଚାର ବିଷୟରେ ଆଲୋଚନା କରିବା, ଯାହାକୁ ଆପଣମାନେ ଭାଗବତ ଗୀତାର ମୂଲ୍ୟ ବୁଝିପାରିବେ। ଏହି ଭିଡ଼ିଓକୁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଶୁଣନ୍ତୁ ଓ ଭଗବାନଙ୍କ ପାଇଁ ଟିକେ ସମୟ ବାହାର କରନ୍ତୁ। କାରଣ ଯିଏ ଆମର ସୃଷ୍ଟିକର୍ତ୍ତା ଏ ସଂସାରକୁ ଆଣିଛନ୍ତି, ତାଙ୍କ ପାଇଁ ଯଦି ଆମେ ସମୟ ନ ଦେବା ତ ଆମେ ନିଜକୁ ଧନ୍ୟ ମନେ କରିପାରିବା ନାହିଁ। ତ ଚାଲନ୍ତୁ ଭାଗବତ ଗୀତାର ସେହି ମହତ୍ତ୍ୱପୂର୍ଣ୍ଣ ବିଚାରକୁ ଜାଣିବା। ଭଗବାନ ଶ୍ରୀକୃଷ୍ଣ କହନ୍ତି, ମୃତ୍ୟୁ ଏକ ଅଟଳ ସତ୍ୟ ଅଟେ, ଯାହାକୁ କେବେ ବଦଳାଇ ଯାଇପାରିବ ନାହିଁ। ଏ ସଂସାର ଯେବେଠୁ ନିର୍ମାଣ ହୋଇଛି, ସେବେଠାରୁ ଜନ୍ମ ମୃତ୍ୟୁର ଚକ୍ର ଚାଲି ଆସୁଛି। ଯେମିତି ମନୁଷ୍ୟ ପୁରୁଣା ବସ୍ତ୍ରକୁ ତ୍ୟାଗ କରି ନୂତନ ବସ୍ତ୍ର ପିନ୍ଧିଥାଏ, ଠିକ୍ ସେହିପରି ଆତ୍ମା ପୁରୁଣା ବ୍ୟର୍ଥ ଶରୀରକୁ ତ୍ୟାଗ କରି ନୂଆ ଶରୀର ଧାରଣ କରେ। ଏହା ପ୍ରକୃତିର ନିୟମ ଅଟେ। ଏହି ସତ୍ୟକୁ ସ୍ୱୀକାର କରି ଭୟମୁକ୍ତ ହୋଇ ଆଜିଠାରୁ ବଞ୍ଚିବା ଶିଖନ୍ତୁ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ବ୍ୟକ୍ତି କର୍ମ କରିବା ପାଇଁ ଜନ୍ମ ନେଇଛନ୍ତି ଓ ବିନା କର୍ମ କରି କେହି ରହିପାରିବେନି। ମନୁଷ୍ୟକୁ ପରିଣାମର ଚିନ୍ତା ନ କରି କର୍ମ କରିବା ଉଚିତ। କ୍ରୋଧ ମନୁଷ୍ୟକୁ ନର୍କ ଆଡ଼କୁ ନେଇଯାଏ। କ୍ରୋଧ କରିବା ଦ୍ୱାରା ମନୁଷ୍ୟର ମନ ଅଶାନ୍ତି ହୋଇଯାଏ, ଯାହାଫଳରେ ସେ ନିଜର ହିଁ କ୍ଷତି ଘଟାଇଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମନୁଷ୍ୟକୁ କ୍ରୋଧଠାରୁ ଦୂରେଇ ରହିବା ଆବଶ୍ୟକ। ଯେତେ ବି କ୍ରୋଧ ଆସୁ ମନକୁ ଶାନ୍ତ ରଖିବା ଆବଶ୍ୟକ। ସବୁବେଳେ ସନ୍ଦେହ କରୁଥିବା ବ୍ୟକ୍ତି କେବେ ଶାନ୍ତି ପାଏ ନାହିଁ। ମନୁଷ୍ୟର ସ୍ୱଭାବ ସବୁବେଳେ ନିର୍ମଳ ହେବା ଆବଶ୍ୟକ। ଜୀବନରେ ଅଧିକ ଆଶା ଓ ଲୋଭଠାରୁ ଦୂରେଇ ରୁହନ୍ତୁ। ଦେଖିବେ ଜୀବନ ଆନନ୍ଦ ଲାଗିବ। ସେବା ସମସ୍ତଙ୍କୁ କରନ୍ତୁ, ମାତ୍ର ଆଶା ରଖନ୍ତୁ ନାହିଁ। କାରଣ ସେବାର ଠିକ୍ ମୂଲ୍ୟ ମାତ୍ର ଭଗବାନ ଦେଇପାରିବେ, ମନୁଷ୍ୟ ନୁହେଁ। ଭଗବାନଙ୍କ ଫଇସାଲା ଉପରେ କେବେ ଅବିଶ୍ୱାସ କର ନାହିଁ। ଯଦି ସଜା ମିଳୁଛି ତ କିଛି ଭୁଲ ମଧ୍ୟ ହୋଇଛି। କାହିଁକି ଅଯଥା ଚିନ୍ତା କରୁଛ? କାହିଁକି ଡରୁଛ? କିଏ ତୁମକୁ ମାରିବ? ନା ଏ ଶରୀର ତୁମର ଅଟେ, ନା ତୁମେ ଏ ଶରୀରର? ଯାହାକୁ ତୁମେ ମୃତ୍ୟୁ ଭାବୁଛ, ତାହା ତ ଏକ ନୂଆ ଜୀବନ ଅଟେ। ଯାହା ହେଉଛି, ଯାହା ହୋଇଛି, ଯାହା ହେବ, ସବୁ ଠିକ୍ ହେବ। ଯାହା ବିତିଯାଇଛି ତା ଉପରେ ଚିନ୍ତା କର ନାହିଁ। ବନ୍ଧୁ ବାନ୍ଧବ, ସାହି ପଡ଼ିଶା, ନିଜ ଲୋକ ଯଦି କେହି ତୁମକୁ କ'ଣ କଷ୍ଟ ଦେଉଛନ୍ତି, ସେହି କଥା ଚିନ୍ତା ନ କରି କର୍ମ କରି ଚାଲ। କାରଣ ଏଠି କେହି ରହିବେ ନାହିଁ। ତେଣୁ ଖାଲିଟାରେ ଅନ୍ୟ ଉପରେ ଅଭିମାନ କରି ବା ଅନ୍ୟର ବ୍ୟବହାରରେ ନିଜକୁ କଷ୍ଟ ଦେଇ ଲାଭ କ'ଣ? ଆମେ ଏ ପୃଥିବୀକୁ କିଛି ଦିନ ପାଇଁ ଆସିଛୁ, ଆଉ ଦିନେ ଚାଲିଯିବୁ। ତ ଦୁଃଖ ଚିନ୍ତା କରି ଲାଭ କ'ଣ? କ'ଣ ସୁଖ ଫେରିଆସିବ ନା ଆୟୁଷ ବଢ଼ିଯିବ? ମାତ୍ର ଯେତିକି ଦିନ ପାଇଁ ଏ ସଂସାରକୁ ଆସିଛନ୍ତି, ଖୁସି ଆନନ୍ଦରେ ଜୀବନ କାଟନ୍ତୁ। କିଏ ଜାଣେ କେତେବେଳେ ଜୀବନ ଯାଇପାରେ। ଲୋକେ ତ କହିବେ, କଷ୍ଟ ଦେବେ, ହଇରାଣ କରିବେ। ମାତ୍ର ଏସବୁ ଚିନ୍ତା ନ କରି ତା'ର ସମାଧାନ ଖୋଜନ୍ତୁ। ନିଜ ପାଇଁ ଖୁସିରେ ବଞ୍ଚିବା ଶିଖନ୍ତୁ। କାରଣ ଅନ୍ୟ କେହି ଆପଣଙ୍କୁ ଖୁସି ଦେବେ ନାହିଁ, ବରଂ ଦୁଃଖ, କଷ୍ଟ ଓ ଚିନ୍ତା ଦେବେ। ଅନ୍ୟମାନେ ଆପଣଙ୍କର ବୟସ ସୀମା ବଢ଼େଇ ଦେବେ ନାହିଁ। ତେଣୁ ଅନ୍ୟର କଥାଠାରୁ ଦୂରେଇ ଜୀବନ ଥରେ ମିଳିଛି, ତା'ର ଆନନ୍ଦ ନିଅନ୍ତୁ। ଭବିଷ୍ୟତ କଥା ଅଧିକ ଚିନ୍ତା କରନ୍ତୁ ନାହିଁ। ତାହା ଚିନ୍ତା ଦୁଃଖ ବଢ଼େଇବ। ଚିନ୍ତା କରନ୍ତୁ, ଏ ଦୁନିଆ, ସାଧୁ ସନ୍ଥ, ଘର ସଂସାର ତ୍ୟାଗ କରି, କୌଣସି ବସ୍ତୁ ଧନ ସମ୍ପତ୍ତି ଲୋଭ ନ କରି
ଭଗବାନଙ୍କ ସେବାରେ ନିଜକୁ ଅର୍ପଣ କରିଦେଇଛନ୍ତି। କ'ଣ ତାଙ୍କର ଲୋଭ ନାହିଁ? ସେଇଥିପାଇଁ ସେମାନେ ଆନନ୍ଦର ଚିନ୍ତାମୁକ୍ତ ହୋଇ ରହିଛନ୍ତି। ମାତ୍ର ଆପଣଙ୍କ ପାଖରେ ତ ସବୁ କିଛି ଅଛି, ତଥାପି ଆପଣ ଦୁଃଖ କରୁଛନ୍ତି। ଏହାର କାରଣ ଲୋଭ ଓ ଆଶା। ତେଣୁ ଯେତେ ସମ୍ଭବ ଅଧିକ ଆଶା ଓ ଲୋଭଠାରୁ ଦୂରେଇ ରୁହନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଯେଉଁମାନେ ଈର୍ଷା କରନ୍ତି ତାଙ୍କ ମନକୁ ଶାନ୍ତି ମିଳେ ନାହିଁ। ଈର୍ଷା କରି ଲାଭ କ'ଣ ମିଳିବ? ବରଂ ଚିନ୍ତା ବଢ଼ିବ। ନିଜେ କ'ଣ କରିପାରିବେ ତା ଉପରେ ଲକ୍ଷ୍ୟ ଦିଅନ୍ତୁ। ଯେଉଁ ଲୋକ ନିଜକୁ ସବୁଠାରୁ ଅଧିକ ଭଲ ପାଏ ସେ କେବେ ଅନ୍ୟକୁ କ୍ଷତି ପହଞ୍ଚାଏ ନାହିଁ। ଛଳ କପଟ ଓ ପାପ ସେତିକି କରନ୍ତୁ ଯେତିକି ଭୋଗିପାରିବେ, କାରଣ ଈଶ୍ୱର କାହାକୁ ବି ବାଦ ଦେବେ ନାହିଁ। କାହାର ଖରାପ ଚିନ୍ତା କରନ୍ତୁ ନାହିଁ। କୌଣସି ପ୍ରାଣୀକୁ କଷ୍ଟ ଦିଅନ୍ତୁ ନାହିଁ, କାରଣ କଷ୍ଟ ସମସ୍ତଙ୍କୁ ଲାଗେ। ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଦେଖିବେ ସମସ୍ତ ଦୁଃଖ କଷ୍ଟ ଜଣାପଡ଼ିବ ନାହିଁ। ଯିଏ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ଯିଏ ଏ ବୃକ୍ଷଲତା ପ୍ରାଣୀ ପାଣି ପବନ ସୃଷ୍ଟି କରିଛନ୍ତି, ତାଙ୍କ ପାଇଁ ଟିକେ ସମୟ ଦିଅନ୍ତୁ। ଚିନ୍ତା କରନ୍ତୁ, ସାମାନ୍ୟ ପବନ ଦ୍ୱାରା ଏ ଜୀବନ ଚାଲିଛି। ପାଣି ବିନା ଏ ଜୀବଜଗତ ବଞ୍ଚିପାରିବେ ନାହିଁ। ରାତି ହେଉଛି, ଦିନ ହେଉଛି। ଏତେ ବଡ଼ ବଡ଼ ଗ୍ରହ, ସୂର୍ଯ୍ୟ, ଚନ୍ଦ୍ର, ଏତେ ବଡ଼ ମହାଆକାଶ ଯାହା ଆଖିକୁ ଦେଖାଯାଉ ନାହିଁ, ତାକୁ କିଏ ସୃଷ୍ଟି କରିଛି? ଏସବୁ ଉପରେ କେବେ ଚିନ୍ତା କରନ୍ତୁ, ଦେଖିବେ ଭଗବାନଙ୍କ ପ୍ରତି ଆପଣଙ୍କର ଆଗ୍ରହ ବଢ଼ିଯିବ। ତେଣୁ ଗୋଟିଏ କଥା ଧ୍ୟାନ ରଖିବେ, ଯେଉଁ ମୂଲ୍ୟବାନ ଜୀବନ ଫ୍ରିରେ ଥରେ ମାତ୍ର ମିଳିଛି, ଆଉ ମିଳିବ କି ନାହିଁ ତାହା ଜଣା ନାହିଁ, ତାହାର ସଦୁପଯୋଗ କରନ୍ତୁ। ଏହି ଚିନ୍ତା, କଷ୍ଟ, ଦୁଃଖ, ହିଂସା, ଲୋଭ ଭିତରେ ଘାଣ୍ଟି ଘାଣ୍ଟି ଜୀବନ କାଟନ୍ତୁ ନାହିଁ। ଜୟ ରାଧେ ରାଧେ। ସମସ୍ତେ ଥରେ ମାତ୍ର କୁହନ୍ତୁ ଜୟ ରାଧେ ରାଧେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଓ ସେୟାର ନିଶ୍ଚୟ କରିବାକୁ ଭୁଲିବେ ନାହିଁ। ଓ ଚ୍ୟାନେଲରେ ପ୍ରଥମ ଥର ଥିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନକୁ ପ୍ରେସ୍ କରିଦିଅନ୍ତୁ, ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ। ନମସ୍କାର।